ମିନୁ ଚଢ଼େଇ, ଝୁନୁପାରା ଓ ମିଟୁ ଶୁଆ ଶୀତ ରାତିରେ ଗୋଟେ ଗଛ ଉପରେ ବସିଥାନ୍ତି। ମତେ ଜୋରେ ଶୀତ ଲାଗୁଛି, ମୁଁ ଏ ଶୀତରେ ମରିଯିବି। ଆଲୋ ଶୁଆ, ତତେ କଣ ଏକା ଥଣ୍ଡା ଲାଗୁଛି? ଆମେ ବି ଜାକି ହେଇ ବସିଛୁ, ଆମକୁ ବି ଜୋରେ ଶୀତ ଲାଗୁଛି। ଝୁନୁ ଦିଦି ଆଉ ମିଟୁ ଶୁଆ, ଏ ଜଙ୍ଗଲରେ ମୋର କାଉ ମାନେ ଚିହ୍ନା ଅଛନ୍ତି, ହେଲେ ସେ କାଉ ମାନଙ୍କର ଘର ମତେ ଜଣା ନାହିଁ। ଆଲୋ ଚଢ଼େଇ, ଆମେ କାହାକୁ ପଚାରି ଦବା, ଏତେ ଶୀତ ରାତିରେ ଏ ଗଛ ଉପରେ କାଟି ପାରିବାନି। ତାହେଲେ ଠିକ ଅଛି, ତମେ ଦି ଜଣ ଏଇଠି ବସିଥାଅ, ମୁଁ ଯାଉଛି କାହାକୁ ପଚାରି ଆସିବି। ଏମିତି କହି ମିନୁ ଚଢ଼େଇ ଗୋଟେ ଘର ଆଗରେ ଯାଇ କବାଟ ବାଡ଼ାଏ। କିଏ ଅଛ? ଟିକେ କବାଟ ଖୋଲ। ଆଉ ତାପରେ ଶାନ୍ତି ଚଢ଼େଇ ତା ଘର ବାହାରକୁ ଚାଲି ଆସେ। ଚଢ଼େଇ କଣ ହେଲା? ଏଇଟା ମୋ ଘର, ଏ ଘରେ ମୁଁ ରହୁଛି, ତମେ କଣ କାହାକୁ ଖୋଜୁଛ? ଚଢ଼େଇ ଭଉଣୀ, ଆମେ ପାଖ ଜଙ୍ଗଲରୁ ଆସିଛୁ। ଏଇ ଜଙ୍ଗଲରେ କାଳୁ କାଉର ଘର କୋଉଠି ଅଛି କଣ ତମେ ଜାଣିଛ? ହଁ ଚଢ଼େଇ, ସେ କାଳୁ କାଉକୁ କିଏ ନ ଜାଣେ, ଏକ ନମ୍ବର ଅଳସୁଆ ସେ। ପୁରୁଣା କୂଅ ପାଖରେ ସେ ବଡ଼ ଗଛ ପାଖରେ ତା ଘର ଅଛି। ବହୁତ ବହୁତ ଧନ୍ୟବାଦ ଚଢ଼େଇ ଭଉଣୀ। ଆଉ ତାପରେ ମିନୁ ଚଢ଼େଇ ତା ସାଙ୍ଗମାନ ପାଖକୁ ଚାଲିଯାଏ। ଝୁନୁ ଦିଦି ଆଉ ମିଟୁ ଶୁଆ, ଆମକୁ ପୁରୁଣା କୂଅ ପାଖକୁ ଯିବାକୁ ପଡ଼ିବ। ସେଇ କୂଅ ପାଖରେ ଯୋଉ ବଡ଼ ଗଛ ଅଛି, ସେଇ ଗଛ ଉପରେ କାଳୁ କାଉର ଘର। ଆଲୋ ଚଢ଼େଇ, କଣ ତ ସାଙ୍ଗ ଆମକୁ ତାଙ୍କ ଘରେ ରଖିବ? ହଁ ମିଟୁ ଶୁଆ, ମତେ ମୋ ସାଙ୍ଗ ଉପରେ ବହୁତ ଭରସା ଅଛି, ସିଏ ତା ଘରେ ଆମକୁ ନିଶ୍ଚୟ ରଖିବ। ତାପରେ ସେ ତିନି ଜଣ ସାଙ୍ଗ ମିଶି ପୁରୁଣା କୂଅ ପାଖକୁ ଚାଲି ଯାଆନ୍ତି। ଆଲୋ ଚଢ଼େଇ, ଏଇଟା ତ ଗୋଟେ ଆଗରୁ ଭଙ୍ଗା ଘର ଅଛି, ତୋ ସାଙ୍ଗ କଣ ଏଇ ଭଙ୍ଗା ଘରେ ରହୁଛି? ଝୁନୁ ଦିଦି, ମୁଁ ତ ପ୍ରଥମ ଥର ଆସିଛି, ଦେଖିବା କଣ ହଉଛି। ଚାଲ ପ୍ରଥମେ ତାଙ୍କ କବାଟ ବାଡ଼େଇବା। ତାପରେ ମିନୁ ଚଢ଼େଇ ଘରର କବାଟ ବାଡ଼ାଏ। ହେଇଟି କାଳୁ, ଯାଅ କବାଟ ଖୋଲ। ଆଲୋ ଗୌରୀ, ତୁ କଣ ପାଗଳି ହେଇଗଲୁ ନା କଣ? ମତେ ଭାରି ଜୋରେ ଶୀତ ଲାଗୁଛି, ଯା ତୁ କବାଟ ଖୋଲ। ହେ ଭଗବାନ, ଏତେ ରାତି ହେଲାଣି, କୋଉ ବି ପକ୍ଷୀ ଆମକୁ ଶାନ୍ତିରେ ଶୁଆଇ ଦଉନାହାନ୍ତି। ଯାଏ ଏ ଶୀତରେ କିଏ ଗୋଟେ ମଲାଣି, ଯାଇ ଦେଖି ଆସେ। ଗୋରିକାଉ ଏମିତି କହି ତାର କବାଟ ଖୋଲେ। କିଏ ତମେ ମାନେ ସବୁ? ମୁଁ ଝୁନୁ ପାରା। ତାହେଲେ କଣ ହେଲା? ମୁଁ ତତେ ଦେଖି ପାରୁଛୁ, ତୁ ଗୋଟେ ପାରା, ଏଥିରେ କହିବାରେ କଣ ଅଛି? ମୁଁ ତତେ ଚିଲ କହୁଥିଲି? କାଉ ଭଉଣୀ, କଣ ଏଇଟା କାଳୁ କାଉ ଘର? ମୁଁ ପାଖ ଜଙ୍ଗଲରୁ ଆସିଛି, ଆମକୁ କାଳୁ ଭାଇଙ୍କ ସହିତ ଦେଖା ହବାର ଥିଲା। ହଁ, ଘର ତ ଏଇଟା କାଳୁ କାଉର, ହେଲେ ପ୍ରଥମେ କହ, ତା ସାଙ୍ଗରେ ତମର କାମ କଣ? କାଉ ଭଉଣୀ, ଆମେ ମାନେ ପାଖ ଜଙ୍ଗଲରୁ ଆସିଛୁ, ଯେପର୍ଯ୍ୟନ୍ତ ଆମେ ଘରଟିଏ ନ କରିଛୁ, ସେ ପର୍ଯ୍ୟନ୍ତ ଆମେ ତମ ଘରେ ଟିକେ ଆଶ୍ରୟ ନେଇଥାନ୍ତୁ। ଏକଥା ଶୁଣି ଗୋରିକାଉ ହସିବାକୁ ଲାଗେ, ଆଉ ଘର ଭିତରୁ କାଳୁ କାଉ ଚାଲି ଆସେ। ମିନୁ ଚଢ଼େଇ, ତୁ ଏଠି? ହଁ କାଳୁ ଭାଇ, ମୁଁ କାଳୁ ଭାଇ, ଶୀତ ଭାରି ଜୋରେ ଲାଗିଲାଣି, ପ୍ରଥମେ ଆମକୁ ତମ ଘର ଭିତରକୁ ନେଇଯାଅ। ତାପରେ ସେମାନେ ସମସ୍ତେ କାଳୁ କାଉର ଘର ଭିତରକୁ ଚାଲି ଯାଆନ୍ତି। କାଳୁ ଭାଇ, ଗଛ ଉପରେ ତ ଆମକୁ ଭାରି ଜୋରେ ଶୀତ ଲାଗୁଥିଲା, ତାପରେ ତମ କଥା ମୋର ମନେ ପଡିଗଲା। ହଁ ମିନୁ, ଏ ଘରଟା ଟିକେ ଭାଙ୍ଗି ଯାଇଛି, ହେଲେ ବାହାର ଅପେକ୍ଷା ଘରେ ଭାରି ଗରମ ଲାଗିବ। ଯାହା ହଉ ବି ସେ ଘର, ମତେ ତ ମୋ ଜୀବନ ଧୀରେ ଟିକେ ଜୀବନ ପଶିଲା ଭଳିଆ ଲାଗିଲା। ବାହାରେ ଯୋଉ ଶୀତ ଲାଗୁଥିଲା ମୁଁ ମରିଯିବି। ତାପରେ ସେମାନେ ସମସ୍ତେ ସେଇ ରାତିରେ କାଳୁ କାଉ ଘରେ ବିତେଇ ଦିଅନ୍ତି। ତାପରେ ରାତି ପାଇ ଗୋଟେ ସୁନ୍ଦର ସକାଳ ହୋଇଯାଏ। ସକାଳୁ ସକାଳୁ ଗୋରିକାଉ କାଳୁ କାଉକୁ କୁହେ, ହେଇଟି କାଳୁ, ଆମ ଦ୍ୱାରା ତ ଏ ଘର ମରାମତି କାମ ହେଇପାରିବିନି, ଚାଲ ଗୋଟେ କାମ କରିବା, ତମ ସାଙ୍ଗମାନଙ୍କୁ କହି ଘର ମରାମତି କରିଦେବା। ଗୌରୀ, ତୁ ଏକଦମ ଠିକ କହିଛୁ, ସେମାନେ ସମସ୍ତେ ମିଶି ଏ ଘରକୁ ଭଲ ଭାବରେ ମରାମତି କରିଦେବେ। ସେମାନେ ଏମିତି କଥା ହୋଇ କାଳୁ କାଉ, ମିନୁ ଚଢ଼େଇ ଆଉ ମିଟୁ ଶୁଆ ଓ ଝୁନୁପାରା ପାଖକୁ ଚାଲିଯାଏ। ଆଉ ସେମାନେ ସମସ୍ତେ କାଉର ଘର ପାଖରେ ଗୋଟେ ନୂଆ ଘର ତିଆରି କରିବା ପାଇଁ କଥା ହଉଥିଲେ। କିଛି ଦରକାର ନାହିଁ, ନୂଆ ଘର କରିବା କାହାକୁ ବି ଦରକାର ନାହିଁ, ଆମେ ସମସ୍ତେ ମିଶି ଏଇ ଘରଟାକୁ ମରାମତି କରିଦବା, ଆଉ ସମସ୍ତେ ତମେ ମାନେ ଏଇ ଘରେ ମିଶିକି ରହିବା। ଚଢ଼େଇକୁ କାଳୁ କାଉର କଥା ମନକୁ ଆସେ। କଣ କହୁଛ ଶୁଆ ଆଉ ଝୁନୁ ଦିଦି? ମୋ ସାଙ୍ଗ କାଳୁ ଦେଖ କେତେ ସୁନ୍ଦର କଥା କହୁଛି, ଆମେ ମାନେ ମିଶି କଣ ଘର ମରାମତି କରି ଏଇଠି ରହିଯିବା। ହଁ ଚଢ଼େଇ, ଏଇ କାମ ବହୁତ ସହଜ, ନୂଆ ଘର ବନେଇବାକୁ ହେଲେ ତ ଆମକୁ ବହୁତ କଷ୍ଟ କରିବାକୁ ପଡିବ, ଆମେ ମାନେ ଏଇ ଘରକୁ ମରାମତି କରିଦବା। ହଁ ତାହେଲେ ମୁଁ ଶୁଖିଲା ଘାସ ନେଇ ଆସିବି।
ମୁଁ ନେଇ ଆସିବି କାଠ। ହଁ ହଁ, ଆଉ ମୁଁ ଆଣିବି ଶୁଖିଲା ପତ୍ର। ଆମେ ସମସ୍ତେ ମିଶିକି ଏ ଘରଟାକୁ ମରାମତି କରି ନୂଆ ଘର କରିଦବା। ତାପରେ ସେମାନେ ସମସ୍ତେ ନିଜ ନିଜ କାମରେ ଚାଲିଗଲେ। ମିନୁ ଚଢ଼େଇ ଶୁଖିଲା ଘାସ ଏକଠି କରୁଥିଲା। ଏପଟେ ଗୋରି ଆଉ କାଳୁ କାଉ 2 ଜଣ ପାହାଡ ପାଖକୁ ଚାଲି ଯାଆନ୍ତି। ଆଲୋ କାଳୁ, ଯେତେବେଳେ ଆମ ଘର ପୁରା ଭଲ ଭାବରେ ଠିକ ହେଇଯିବ, ତାପରେ ମୁଁ ସେ ସବୁ ପକ୍ଷୀ ମାନଙ୍କୁ ଆମ ଘରୁ ବାହାର କରିଦେବି। ଆଲୋ ଗୌରୀ, ଏତେ ବି ଆମର ସେ ମିନୁ ଚଢେଇ ସାଙ୍ଗରେ କିଛି ସମ୍ପର୍କ ନାହିଁ। ସିଏ ଖାଲି ଏମିତି ମୋ ସାଙ୍ଗ ହେଇଯାଇଥିଲା। ଆମ କାମ ସରିଲା ପରେ ଆମେ ସେମାନଙ୍କୁ ଘରୁ ବାହାର କରିଦବା। ତାପରେ ସନ୍ଧ୍ୟା ହେଇଯାଏ। ସନ୍ଧ୍ୟା ପର୍ଯ୍ୟନ୍ତ ମିନୁ ଚଢ଼େଇ, ଝୁନୁପାରା ଓ ମିଟୁଶୁଆ କାଳୁ କାଉ ଘରକୁ ଭଲ ଭାବରେ ମରାମତି କରିଦିଅନ୍ତି। ଆଉ ମିନୁ ଚଢ଼େଇ ଘର ଭିତରେ 3ଟି ନରମ ନରମ ବସା ମଧ୍ୟ କରିଥାଏ। ଓହୋ, ଏବେ ବହୁତ ଜୋର ଥକିଗଲି। ଚଢ଼େଇ ଚାଲ, ପ୍ରଥମେ ଆମେ କିଛି ଦାନା ଆଣିଦବା, ତାପରେ ଆମେ ଆରାମରେ ଶୋଇବା। ତାପରେ ଚଢ଼େଇ, ମିଟୁଶୁଆ ଆଉ ଝୁନୁପାରା ଦାନା ଖାଇବାକୁ ଚାଲି ଯାଆନ୍ତି। ଗୌରୀ, ଏ ଗୌରୀ, ସେମାନେ ସମସ୍ତେ ପଳେଇଲେଣି। ଯା ଯା, ଜଲ୍ଦି ଯାଇ ଘରର କବାଟ ବନ୍ଦ କରିଦେଇଆ। ଆଉ ସେମାନେ ଆସିଲେ ତୁ ଜମାରୁ ବି କବାଟ ଖୋଲିବୁନି। ହେଇଟି କାଳୁ, ଜାଣିଲ ମତେ ସେ 3 ଜଣକୁ ଥଣ୍ଡାରେ ମରୁଥିବାର ଦେଖି ଭାରି ଖୁସି ଲାଗିବ। ମିଟୁ ଭଉଣୀ, ମତେ ତ ଭାରି ଶୀତ ଲାଗିଲାଣି। ଚାଲ ଆମେ ଏବେ ଘରକୁ ପଳେଇବା। ହଁ ଚଢ଼େଇ, ଆଜି ତ ସେ ନୂଆ ବସାରେ ଶୋଇଲେ ଭାରି ମଜା ଲାଗିବ। ତାପରେ ସେମାନେ ସମସ୍ତେ ପୁଣି ଘରକୁ ଚାଲି ଆସନ୍ତି। ହେଲେ ସେଠାରେ ସେ ଦେଖନ୍ତି ଯେ ଘରର କବାଟ ବନ୍ଦ ଅଛି। ଜଲ୍ଦି ଜଲ୍ଦି ଘରର କବାଟ ଖୋଲ, ମତେ ଭାରି ଜୋରେ ଶୀତ ଲାଗିଲାଣି। ହେଲେ ଘର ଭିତରୁ କାହାର ଶବ୍ଦ ଶୁଣାଯାଏନି। ତାପରେ ମିନୁ ଚଢ଼େଇ ଘରର କବାଟ ବାଡ଼ାଏ। କାଳୁ, କାଳୁ ଭାଇ, ତମେ ଜଲ୍ଦି କବାଟ ଖୋଲ, ବାହାରେ ଭାରି ଜୋରେ ଶୀତ ଲାଗୁଛି। ଆଲୋ ଚଢ଼େଇ, ଥଣ୍ଡା ଅଛି ତ ଥଣ୍ଡା ଥାଉ, ଆମେ କଣ କରିବୁ? ଯାଅ ଯାଅ, ତମେ ସେ ଥଣ୍ଡାରେ ମରୁଥାଅ, ଆଜି ଆମ କବାଟ ଆଉ ଖୋଲା ହବନି। ଗୋରି କାଉର ଏକଥା ଶୁଣି ସେ 3 ଜଣ ପୁରା ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଆରେ ଆରେ କାଉ ମାନେ, ଯଦି ତମେ ମାନେ ଆମକୁ ଘରେ ରଖିବାର ନଥିଲା, ତାହେଲେ ଘରର ମରାମତି ଆମ ଦ୍ୱାରା କଣ ପାଇଁ କରୁଥିଲ? କାହିଁକି ନା ଆମ ଘର କୋଉ କାଳରୁ ଏମିତି ଖଣ୍ଡିଆ ଖାବରା ହେଇ ପଡିଥିଲା। ମୁଁ ଭାବି ନଥିଲି ଏ କାଉ ମାନେ ଏତେ ଖରାପ। ମୁଁ ତ ଭାବୁଥିଲି କାଳୁ କାଉ ମୋ ସାଙ୍ଗ, ଆଉ ସିଏ ମତେ ନିଶ୍ଚୟ ସାହାଯ୍ୟ କରିବ। ହେଲେ ଏ କାଉ ମାନେ ବହୁତ ବେଇମାନ। ସେଇ ରାତି ସେ 3 ଜଣ ସାଙ୍ଗ ଗୋଟେ ଗଛ ଉପରେ ହିଁ ବିତେଇ ଦିଅନ୍ତି। ସାଙ୍ଗମାନେ, ମତେ କ୍ଷମା କରିଦିଅ, ମୁଁ ତମ ଆଗରେ ଦୋଷୀ। ମୁଁ ଜାଣିନଥିଲି ମୋ ପାଇଁ ତମ ମାନଙ୍କର ଏତେ ଅସୁବିଧା ହବ। ଚଢ଼େଇ, ଏଥିରେ ତୋର କିଛି ଭୁଲ ନାହିଁ। ଆମକୁ କଣ ଜଣାଥିଲା ସେ କାଉ ମାନେ ତାଙ୍କ ଘର ମରାମତି କରିବା ପାଇଁ ଆମ ସାଙ୍ଗରେ ମିଠା ମିଠା କଥା ହଉଛନ୍ତି। ତାପରେ ସକାଳ ହେଇଯାଏ। ସେ 3 ଜଣ ବହୁତ ପରିଶ୍ରମୀ ଥିଲେ, ଆଉ ତାଙ୍କୁ ଘର ତିଆରି କରିବା ବେଶ ଭଲ ଭାବରେ ଜଣାଥିଲା। ସେମାନେ କାଉ ଘର ଠାରୁ ଅଳ୍ପ ଦୂରରେ ତାଙ୍କ ଘର ତିଆରି କରନ୍ତି। ଆଉ ମିନୁ ଚଢ଼େଇ ସେ ଘରକୁ ଫୁଲରେ ସଜେଇ ଦିଏ। ଯାହା ହେଇଛି ଭଲ ହେଇଛି। ଚାଲ ଆଜି ରାତିଟା ଆମେ ଆମ ଘରେ ପୁରା ଆରାମରେ ଶୋଇବା। ଆମକୁ କେହି ବି ଏ ଘରୁ ବାହାର କରିପାରିବେନି। ଏପଟେ ଗୋରି ଆଉ କାଳୁକୁ ତାଙ୍କ ଘରେ ଚା ତିଆରି କରୁଥିଲେ। କେଜାଣି କେମିତି ସେ ଚୁଲିରୁ ଗୋଟେ ନିଆଁ ଧାସ ଆସି ତାଙ୍କ ଘର ଯାକ ନିଆଁ ବ୍ୟାପିଯାଏ, ଆଉ ପୁରା ଛାତ ଯାଏ ବି ଚଳିଯାଏ। ଆଲୋ କାଳୁ, ଜଲ୍ଦି ଏ ଘରୁ ବାହାର, ନହେଲେ ଏ ଘର ସାଙ୍ଗରେ ଆମେ ବି ଜଳିଯିବା। ଗୌରୀ, ଆଲୋ ଏ ଗୌରୀ, ଆମ ଘର ସହିତ ଆମ ବସା ବି ଜଳିଯିବ। ଆମେ ଶୀତରେ କେମିତି ରହିବା? ଏଇଠି କାଳୁ, ପ୍ରଥମେ ନିଜ ଜୀବନ ବଞ୍ଚାଅ। ଏମିତି ବହୁତ କଷ୍ଟରେ ଗୋରି ଆଉ କାଳୁକୁ ନିଜ ଘର ବାହାରକୁ ଚାଲି ଆସନ୍ତି। ଘର ବାହାରେ ଥାଇ ନିଜ ଘର ଜଳୁବାର ଦେଖୁଥାନ୍ତି। ଗୌରୀ, ସବୁ ସରିଗଲା ଗୌରୀ, ଏବେ ଆମେ କଣ କରିବା? ଏଇଠି କାଳୁ, ସେ ଚାରେ ମୁଁ ଗୋଟେ ପ୍ୟାକେଟ ଅମୁଲ ପକେଇଥିଲି, ଆଉ ମେଞ୍ଚେ ଚିନି ପକେଇଥିଲି। ଆଜି କେତେ ସୁଆଦିଆ ଚା ପିଇଥାନ୍ତି, ହେଲେ ସେ ଚା ବି ମୋ ଭାଗ୍ୟରେ ନାହିଁ। ଆଲୋ ଗୌରୀ, ଚୁପ୍ କର, ତୋ ମୁଣ୍ଡଟା ତ ସେଇ ଚା ଅମୁଲ ପାଖରେ। ଲାଗୁଛି ଆମେ ଆମ ସାଙ୍ଗମାନଙ୍କ ସହିତ ବେଇମାନ କରିଛେ, ସେଥିପାଇଁ ଆମକୁ ଦଣ୍ଡ ମିଳିଲା। ମିନୁ ଚଢ଼େଇ, ଝୁନୁପାରା ଆଉ ମିଟୁଶୁଆ ତାଙ୍କ ଘର ବାହାରେ ଥାଇ ଏକଥା ଦେଖୁଥାନ୍ତି। ଆଉ ସେମାନେ କାଉମାନଙ୍କ ପାଖକୁ ଚାଲି ଆସନ୍ତି। ଗୌରୀ, ମୋ ପୁରୁଣା ସାଙ୍ଗ କାଳୁକୁ ନେଇ ତମେ ଆଜି ରାତିଟା ମୋ ଘରେ ରହିଯାଅ। ଆମ ମାନଙ୍କର ଘର ଛୋଟ ହେଇଥାଏ, ହେଲେ ଆମ ମାନଙ୍କର ମନ ବହୁତ ବଡ ହେଇଥାଏ। ଏକଥା ଶୁଣି ଗୋରି ଆଉ କାଳୁକୁ ନିଜେ ଅନୁତାପ କରନ୍ତି। ସାଙ୍ଗମାନେ, ଏମିତି ନୂଆ ନୂଆ କାହାଣୀ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଗୋଟିଏ ସୁନ୍ଦର ଜଙ୍ଗଲ ଥାଏ। ସେଇ ଜଙ୍ଗଲର ସବୁ ପକ୍ଷୀମାନେ ମିଳିମିଶି ରହୁଥାନ୍ତି। ନୂଆ ବର୍ଷ ଆସିବାକୁ ଯାଉଥିବାରୁ
ସେଇ ଜଙ୍ଗଲର ପକ୍ଷୀମାନଙ୍କ ଘରେ ଖୁସିର ବାତାବରଣ ଖେଳିଯାଏ। ଆଉ ସେଇ ପକ୍ଷୀମାନଙ୍କର ଛୁଆମାନେ ପରସ୍ପର ସାଙ୍ଗ ହୋଇ ରହୁଥାନ୍ତି। ସେଇ ପକ୍ଷୀମାନଙ୍କର ଛୁଆମାନଙ୍କ ଭିତରୁ 4 ଜଣ ବହୁତ ଭଲ ସାଙ୍ଗ ଥାଆନ୍ତି। ଜଣକ ନା ଜଗୁ, ଆଉ ଜଣକ ନା ମିକୁ, ଆଉ ଜଣକ ନା ମିକି, ଆଉ ଜଣକ ନା ଚୁଇଁ। ଜଗୁ ଆଉ ମିକୁ ଭାରି ଦୁଷ୍ଟ ଥାଆନ୍ତି, ହେଲେ ଚୁଇଁ ଆଉ ମିକି ଶାନ୍ତ ସ୍ୱଭାବର ଥାଆନ୍ତି। ସେମାନେ ସବୁ କଥା ହୁଅନ୍ତି। ଆରେ ଜଗୁ, ଆମେ ମାନେ କେହି ଏ ବର୍ଷ ନୂଆ ବର୍ଷର ଭୋଜି କରିବାନି କି? ସେପଟ ଜଙ୍ଗଲର ସବୁ ଛୋଟ ପକ୍ଷୀ ମାନେ ଭୋଜି କରି ସାରିଲେଣି। ଆମେ ଆଉ ଯାହା 4 ଜଣ ଭୋଜି କରିବାକୁ ବାକି ଅଛେ। ଆଲୋ ମିକି, ଆଉ କଣ ମୋ ପାଖରେ ସେ କଥା ବାକି ଅଛି? ମୁଁ ପରା କେବେଠାରୁ ଏ ମିକୁକୁ କହିଲାଣି ଭୋଜି କରିବା ପାଇଁ, ହେଲେ ସିଏ ମୋ କଥା ଜମା ଶୁଣୁନି। ଖାଲି ତ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛୁ। ଦେଖୁନୁ ତା ଗୋଡରେ କେତେ ମୋଟା ବହଳର ମାଟି ବସିଛି। ଆରେ ଜଗୁ, ତୁ ଚୁପ୍ କର। ତୁ କଣ ମତେ କହୁଛୁ ମୁଁ ବୁଲୁଛି ବୋଲି? ତୁ ତ ସମସ୍ତଙ୍କ ଖତ ଗଦାରୁ ଯାଇ ପୋକଜୋକ ଖାଇ ପକଉଛୁ, ସେତେବେଳେ ତୋ ଦେହ ଆଉ ଗନ୍ଧ ହଉନି। ଯାବେ ଜଗୁ ବଗୁ। ଆରେ ତମେ ମାନେ ଏତେ ଚିଲ୍ଲଉଛ କଣ ପାଇଁ? ତମେ ମାନେ ଝଗଡା ବନ୍ଦ କର, ନହେଲେ ମୁଁ ଆମ ଘରକୁ ପଳେଇବି। ତମ ମାନଙ୍କର ଯଦି ଭୋଜି କରିବାକୁ ଇଚ୍ଛା ଅଛି ତାହେଲେ କୁହ, ଆମେ ସେଇ ବିଷୟରେ କଥା ହେବା, କିନ୍ତୁ କେହି ଝଗଡା ଲାଗନି। ହଁ ଚୁଇଁ, ତୁ କହ, ଆମେ ଭୋଜି କରିବା। ଏଇ ମିକୁ ବା ସବୁଦିନ ଖାଲି ଝଗଡା କରୁଛି। ଆରେ ଜଗୁ, ତୁ କଣ ଖାଲି ବୁଲେଇ ବାଙ୍କେଇ ମୋରି ପାଖକୁ ଆସୁଛୁ? ମୁଁ ତ ଖାଲି ଝଗଡା କରୁଛି, ତୁ ତ ପୁରା ଗୋଟା ଭଲ। ଆଚ୍ଛା ଶୁଣ ସମସ୍ତେ, ମୁଁ ଯାହାକୁ ଯାହା କହିବି ଆଣିବାକୁ, ତମେ ମାନେ ସମସ୍ତେ ସେଇଆ ଆଣିବ। ହଁ ଚୁଇଁ, ତୁ କହ, ତୁ ଯାହାକୁ ଯାହା କହିବୁ ଆମେ ସମସ୍ତେ ସେଇଆ ଆଣିବୁ। ଜଗୁ, ତୋ ଦାୟିତ୍ୱ ହେଲା ତୁ ଲଙ୍କା, ଲୁଣ, ପିଆଜ, ଅଦା, ରସୁଣ ଆଉ ପାଣି ନେଇ ଆସିବୁ। ମିକୁ, ତୋ ଦାୟିତ୍ୱ ହେଲା ତୁ ହଣ୍ଡା, କଡେଇ, ଡେକ୍ଚି ଆଉ ଗ୍ଲାସ, ପିଠାପାତିଆ ନେଇ ଆସିବୁ। ମିକୁ, ତୋ ଦାୟିତ୍ୱ ହେଲା ତୁ ସବୁ ପନିପରିବା ନେଇ ଆସିବୁ। ଆଉ ମୁଁ ଚାଉଳ, ଘିଅ, ଡାଲି ଆଉ ଅନ୍ୟାଦି ସବୁ ଜିନିଷ ପତ୍ର ନେଇ ଆସିବି। ଆଲୋ ଚୁଇଁ, ତୁ କଣ କହୁଛୁ? ପନିପରିବା ତା ମାନେ କଣ ଆଳୁ ବାଇଗଣ? ଆଳୁ ବାଇଗଣ ଆମେ ଆଣି କୋଉଠି ପୋଡିକି ଖାଇବା? ମୁଁ ସେଗୁରା ଖାଇପାରିବିନି। ମୋ ପାଇଁ ଚିକେନ ମଟନ ର ଆୟୋଜନ କର, ଆମେ ସେଇଆ ଭୋଜି କରିକି ଖାଇବା। ଆରେ ମିକୁ, ତୁ ଏମିତି କଣ କହୁଛୁ? ଚିକେନ ମଟନ ଏସବୁ ଆମର କିଛି ବି ହବନି। ଆମେ ପୁରା ଶୁଦ୍ଧ ଶାକାହାରୀ। ଅରୁଆ ଡାଲମା ଆଉ ଖଟା କରିବା। ତୁ ଜାଣିଛୁ ମିକୁ, ଆମରି ମାନଙ୍କ ପାଇଁ ନୂଆ ବର୍ଷ ଆଉ ଛାଡ ଖାଇରେ ଆମେ ମାନେ ଚିକେନ ମଟନ ଖାଉଛୁ ବୋଲି କେତେ ଜୀବ ମରୁଛନ୍ତି। ସେଥିପାଇଁ ଆମେ ଏ ବର୍ଷ ଅରୁଆ ଡାଲମା ଭୋଜି କରିବା। ଆଉ ହଁ, ମୁଁ ତମ ମାନଙ୍କୁ ଯାହା ଯାହା ସବୁ ଆଣିବାକୁ କହିଲି, କାଲି ସକାଳେ ତମେ ସମସ୍ତେ ସେ ସବୁ ଆଣି ପାଖରେ ଥିବା ବଡ ଗର ଗଛ ପାଖକୁ ଚାଲିଯିବ। ନାଇଁ ସାଙ୍ଗମାନେ, ମୁଁ ସେ ଆଳୁ ବାଇଗଣ କୋବି ତରକାରୀ ଖାଇପାରିବିନି। ମୁଁ କାଲି ଆସିଲା ବେଳେ ଆମ ଘରେ ଶୁଖୁଆ ଭଜା ନେଇ ଆସିବି, ତାପରେ ଆମେ ସମସ୍ତେ ମିଶିକି ଖାଇବା। ଚାଲ ଆମେ ଏବେ ସମସ୍ତେ ଆମ ଘରକୁ ପଳେଇବା। ବେଶୀ ଡେରି ହେଇଗଲେ ଘରେ ପୁଣି ମା ମାନେ ସମସ୍ତଙ୍କୁ ରାଗିବେ। ଆଉ ତାପରେ ସେ ସବୁ ପକ୍ଷୀ ଛୁଆମାନେ ନିଜ ନିଜ ଘରକୁ ଚାଲିଗଲେ। ମିକୁ ଯେତେବେଳେ ତାଙ୍କ ଘରକୁ ଯାଏ, ତା ମା ସେତେବେଳେ ରୋଷେଇ କରୁଥାଏ। ଆଉ ମିକୁ କୁହେ, ଆଲୋ ବୋଉ, କଣ କରୁଛୁ? ଆରେ ତତେ କଣ ଦେଖାଯାଉନି? ମୁଁ ପରା ରୋଷେଇ କରୁଛି। ଯା ଗୋଡ଼ ମୁହଁ ଧୋଇ ଦେଇ ଆସିବୁ, ମୁଁ ତୋ ପାଇଁ ଖାଇବା ବାଢୁଛି। ବୋଉ, ଗୋଟେ କଥା ଥିଲା ତୋ ପାଖରେ। ତୁ କାଲି ମତେ ହାଣ୍ଡି, ଡେକ୍ଚି, କଡେଇ, ଗିନା, ଗ୍ଲାସ ଆଉ ପିଠାପାତିଆ ଦବୁ। ଆରେ ମିକୁ, ତୁ ଏଗୁରା କଣ କରିବୁ? ତୁ କଣ ପାଠ ପଢା ଛାଡି ବାସନ ବିକ୍ରି କରିବୁ ନା କଣ? ନାଇଁ ମୋ ବୋଉ, କାଲି ଆମେ ସାଙ୍ଗମାନେ ସବୁ ଭୋଜି କରିବୁ ବୋଲି ଭାବିଛୁ। ଆଉ ମୋ ଭାଗରେ ହାଣ୍ଡି କଡେଇ ସବୁ ପଡିଛି। ତୁ ଜାଣିଛୁ, ଆମେ କାଲି ଅରୁଆ ଡାଲମା ଭୋଜି କରିବୁ। ହେଲେ ମୁଁ କହିଦେଇଛି, ତୁ ମତେ କାଲି ଶୁଖୁଆ ଭଜା କରିକି ଦବୁ। ମୁଁ ସେ ଅରୁଆ ଡାଲମାକୁ ଖାଲି ଖାଇପାରିବିନି। ଜାଣିଲୁ ମିକୁ, ତୁ ବେଶୀ ପାଟି କରନି। ତୋ ସାଙ୍ଗମାନେ ଯାହା ଖାଇବେ ତୁ ବି ସେଇଆ ଖାଇବୁ। ଆଉ ହଁ, ତୁ ଶୁଣି ରଖ, କାଲି କାହା ସହିତ ଯଦି ତୁ ଝଗଡା କରିଛୁ ତାହେଲେ ବାଡେଇ ବାଡେଇ ତୋ ପିଠିରୁ ଚୋପା ଛଡେଇ ଦେବି। ବୋଉ, ତୁ ମତେ ଜମାରୁ ଭଲ ପାଉନୁ। ସବୁବେଳେ ଖାଲି ରାଗୁଛୁ, ଗେରେ ଗେରେ ହଉଛୁ। ତୁ କାଇଁ ଦୁଷ୍ଟ ହଉଛୁ ଯେ ମୁଁ ତୋ ଉପରେ ରାଗୁଛି? ତୁ ଯଦି ଦୁଷ୍ଟ ନ ହୁଅନ୍ତୁ ତାହେଲେ ମୁଁ ତୋ ଉପରେ କେବେ ବି ରାଗନ୍ତିନି। ଆଉ ତାପରେ ରାତି ହେଇଯାଏ। ରାତିରେ କୋଉ ପକ୍ଷୀ ପିଲାଙ୍କ ଆଖିରେ ନିଦ ନଥାଏ, କାହିଁକି ନା ସେମାନେ ସକାଳୁ ଉଠି ଭୋଜି କରିବାକୁ ଯିବେ। ଏମିତି ସେ
ସେ ରାତି ପାଇଁ ଗୋଟେ ସୁନ୍ଦର ସକାଳ ହୁଏ। ଆଉ ଯାହା ଭାଗରେ ଯାହା ପଡିଥାଏ ସେ ସବୁକୁ ନେଇ ସେ ପିଲା ପକ୍ଷୀ ମାନେ ବଡ ବରଗଛ ପାଖକୁ ଚାଲି ଯାଆନ୍ତି। ଆରେ ମିକୁ ତୁ ଯାଇକି କାଠ ଆଣେ, ଜଗୁ ତୁ ଯାଇକି ପାଣି ଆଣେ, ଆଉ ମିକି ତୁ ମୋ ପାଖରେ ଅଦା ରସୁଣ ଛେଚେ। ମୁଁ ଚୁଲି ଲଗେଇକି ସବୁ ପନିପରିବା କାଟି ଦଉଛି। ମୁଁ ସେ କାଠ ପାଠ ଆଣିପାରିବିନି। ଜଗୁ ଆଉ ମିକି ଯାଇ କାଠ ପାଠ ଆଣନ୍ତୁ। ମୁଁ ଯାଉଛି, ମୁଁ ଅଦା ରସୁଣ ଛେଚି ଦେବି। ମତେ ସେ ପାଣି ଆଣିବା କଥା କହନି। ଆଉ ତାପରେ ଜଗୁ ଆଉ ମିକି କାଠ ଆଉ ପାଣି ନେଇ ଆସନ୍ତି। ଏପଟେ ମିକୁ ବସି ଅଦା ରସୁଣ ଛେଚୁଥାଏ, ଆଉ ଚୁଇଁ ବସି ରୋଷେଇ କରୁଥାଏ। ଆଉ ତାପରେ ଭୋଜି ରୋଷେଇ ସରିଯାଏ। ସେମାନେ ରାନ୍ଧିଥିବା ଭୋଜିକୁ ସମସ୍ତେ ମିଶି ଖାଉଥିଲେ। ଆଉ ଭୋଜି ବି ବହୁତ ସ୍ୱାଦିଷ୍ଟ ହେଇଥିଲା। ଭୋଜି ଖାଇସାରି ସବୁ ସାଙ୍ଗମାନେ ବହୁତ ଖୁସି ହେଲେ। ସାଙ୍ଗମାନେ ଆପଣମାନେ ନୂଆ ବର୍ଷ ପାଇଁ ସବୁ ଭୋଜି କଲେଣି କି ନାଇଁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ। ଭିଡିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ ବି କରିଦେବେ।